ତୃତୀୟ ଶ୍ରେଣୀରେ ପଢ଼ୁଥିବା ଶ୍ରେୟାଂଶୁ ସ୍କୁଲରୁ ଫେରି ଖଟ ଉପରେ ଶୋଇଥିଲା। ମା ରୋଷେଇ ଘରେ ରୋଷେଇ କରୁଥିଲା। ବାପା ବଜାରରୁ ଫେରି ପୁଅକୁ ଖୋଜି ଖୋଜି ବେଡରୁମ୍ ଭିତରକୁ ଚାଲିଗଲେ। ହେଲେ ପୁଅ କିଛି କହିନଥିଲା। ବାପା ଭାବିଥିଲେ ପୁଅ ବୋଧେ ନିଘୋଡ଼ ନିଦରେ ଶୋଇପଡ଼ିଛି। ହେଲେ ବେଡ୍ ଉପରେ ରକ୍ତ ଦେଖି ବାପା ପୁଅ ପାଖକୁ ଗଲାବେଳକୁ ପୁଅ ଶ୍ରେୟାଂଶୁର ବେକ କଟା ଯାଇଥିଲା। ଆଉ ପୁଅ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇପଡ଼ିଥିଲା। ହେଲେ ଘର ଭିତରେ ମା ରୋଷେଇ କରୁଥିଲା ବେଳେ ପୁଅକୁ କିଏ ମାରିଲା? ଆଉ ଏତେ ଛୋଟ ଛୁଆଟେ କାହାର ବା କ'ଣ ଦୋଷ କରିଥିଲା? ପୋଲିସ ଆସିଲା, ତଦନ୍ତ ବି କଲା। ଆଉ ଯାହା ସତ ସାମ୍ନାକୁ ଆସିଲା ଆପଣ ଶୁଣିଲେ ଚକିତ ହୋଇଯିବେ। ଶ୍ରେୟାଂଶୁକୁ ଆଉ କେହି ନୁହେଁ ବରଂ ତା ମାଉସୀ ତାକୁ ମାରିଥିଲା। ସେ ପୁଣି ନିଜ ଶାରୀରିକ ସୁଖ ପାଇଁ। ହେଲେ ଏତେ ଛୋଟ ଛୁଆକୁ କାହିଁକି ଆଉ କ'ଣ ପାଇଁ ସାମାନ୍ୟ ଶାରୀରିକ ସୁଖ ପାଇଁ ମାରିଲା? ଏସବୁ କଥା ଜାଣିବା ପାଇଁ ଆସନ୍ତୁ ଆରମ୍ଭ କରିବା ଆଜିର ଏ କାହାଣୀ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଶ୍ରେୟାଂଶୁ ତୃତୀୟ ଶ୍ରେଣୀରେ ପଢ଼ୁଥିଲା। ଦୌଲ ଦାଉଲ ଚେହେରା ସାଙ୍ଗକୁ କ୍ୟୁଟ୍ଟେ ବି ଥିଲା। ସେଥିପାଇଁ ସାହି ପଡ଼ିଶାରେ ସେ ସମସ୍ତଙ୍କର ପ୍ରିୟ ଥିଲା। ତାକୁ ସମସ୍ତେ ଭଲ ପାଉଥିଲେ। ଆଉ ଯିଏ ଯେଉଁଠି ଦେଖୁଥିଲେ ଗେଲ ବି କରିଦେଉଥିଲେ। ସବୁଦିନ ପରି ସେଦିନ ବି ଶ୍ରେୟାଂଶୁକୁ ତା ବାପା ସ୍କୁଲରେ ନେଇ ଛାଡ଼ିଥିଲା। ଆଉ ସ୍କୁଲରୁ ଘରକୁ ବି ଆଣିଥିଲା। ହେଲେ ବାପାର କିଛି କାମ ଥିବାରୁ ପୁଅକୁ ଘର ଗେଟ୍ ପାଖରେ ଛାଡ଼ି ବଜାର ପଳାଇଗଲା। ପୁଅ ହଠାତ୍ ଘର ଭିତରେ ପଶି ଏମିତି କିଛି ଦେଖିଦେଇଥିଲା ଯାହାକୁ ଦେଖି ସେ ସେଠୁ ସିଧା ବାଥରୁମ୍କୁ ପଳାଇଥିଲା। କିଛି ନ ଜାଣିଲା ଭଳି ସବୁଦିନ ଭଳି ସେଦିନ ବି ଗାଧେଇଥିଲା। ଆଉ ବେଡ୍ ଉପରେ ଶୋଇପଡ଼ିଥିଲା। ହେଲେ କିଛି ସମୟ ପରେ ଶ୍ରେୟାଂଶୁର ବାପା ଘରେ ପହଞ୍ଚିଥିଲେ। ମା ରୋଷେଇ କରୁଥିଲା ଆଉ ବେଡ୍ରୁମ୍ରେ ପୁଅ ଶୋଇଥିଲା। ହେଲେ ବାପା ପୁଅ ପାଖକୁ ଯାଇ ଦେଖିଲା ବେଳକୁ ପୁଅର ବେଡ୍ଟା ରକ୍ତରେ ଜୁଡ଼ୁବୁଡ଼ୁ ହେଇଥିଲା। ଆଉ ପୁଅର ତଣ୍ଟି କଟା ଯାଇଥିଲା। ପୁଅ ଶ୍ରେୟାଂଶୁକୁ ଏମିତି ଅବସ୍ଥାରେ ଦେଖି ବାପା ଚିତ୍କାର କରିବାକୁ ଲାଗିଲା। ଆଉ କିଛି ଜାଣିନଥିବା ମା ବି ପହଞ୍ଚି ଛାତି ପିଟି ପିଟି କାନ୍ଦିବାକୁ ଲାଗିଲା। ଦେଖୁ ଦେଖୁ ପଡ଼ିଶା ଘର ସବୁ ଲୋକ ରୁଣ୍ଡ ହୋଇଗଲେ। ହେଲେ ପୋଲିସ ଆସିଲା, ତଦନ୍ତ କଲା। କିନ୍ତୁ ସମସ୍ତେ ଥିଲେ, ହେଲେ ଶ୍ରେୟାଂଶୁର ସେ ମାଉସୀ ନଥିଲା। ପୋଲିସ ସେ ମାଉସୀକୁ ଖୋଜିବାକୁ ଲାଗିଲା। କିନ୍ତୁ ମାଉସୀ କୁଆଡ଼େ ଫେରାର ହୋଇଯାଇଥିଲା। ପୋଲିସ ନିଶ୍ଚିତ ହୋଇଯାଇଥିଲା ଯେ ମାଉସୀ ହିଁ ଶ୍ରେୟାଂଶୁକୁ ମାରିଛି। ହେଲେ କାରଣ କେବଳ ସେ ହିଁ କହିପାରିବ। ସେଥିପାଇଁ ମାଉସୀକୁ ଖୋଜିବା ଆରମ୍ଭ କରିଦେଇଥିଲା ପୋଲିସ। ଆଉ ମାଉସୀକୁ ଗିରଫ କରିବାରେ ସଫଳ ବି ହେଲା। ଶ୍ରେୟାଂଶୁର ମାଉସୀକୁ ଯେତେବେଳେ ଗିରଫ କରି ପୋଲିସ ପଚରାଉଚରା ଆରମ୍ଭ କରିଥିଲା, ମାଉସୀ ସବୁ ସତ ମାନି ଯାଇଥିଲା। ଆଉ ଯାହା କହିଥିଲା ପୋଲିସର ମଧ୍ୟ ହୋସ୍ ଉଡ଼ି ଯାଇଥିଲା। ଏହି ମାଉସୀର ନାଁ ଥିଲା କରିନା। ଆଉ ଶ୍ରେୟାଂଶୁର ପଡ଼ୋଶୀ ଥିଲା। ଶ୍ରେୟାଂଶୁ ପରିବାର ସହିତ ତାର ନିବିଡ଼ ସମ୍ପର୍କ ଥିଲା। ସବୁବେଳେ କରିନା ଶ୍ରେୟାଂଶୁ ଘରକୁ ଆସୁଥିଲା। ଶ୍ରେୟାଂଶୁ ମା ସହିତ ମିଶୁଥିଲା, ହସ ଖୁସି କରୁଥିଲା। ଆଉ ଶ୍ରେୟାଂଶୁ ସହିତ ବି ଖେଳୁଥିଲା। କିନ୍ତୁ ସେଦିନ ଶ୍ରେୟାଂଶୁ ସ୍କୁଲରୁ ଫେରିବା ବେଳକୁ ଏହି ମାଉସୀ କରିନା ଆଉ ତା ମା ଉଲଗ୍ନ ହେଇ ଶାରୀରିକ ସମ୍ପର୍କ ରଖୁଥିବା ଶ୍ରେୟାଂଶୁ ଦେଖିଦେଇଥିଲା। ଛୋଟ ପିଲା ହେଲେ ବି ଏ ଦୁଇ ଜଣକୁ ଏମିତି ଅବସ୍ଥାରେ ଦେଖି ତାକୁ ବହୁତ ଖରାପ ଲାଗିଥିଲା। ଆଉ ଶ୍ରେୟାଂଶୁ ଚୁପଚାପ ଚାଲି ଯାଇଥିଲା। ସେ ସ୍କୁଲ ଫେରି ସବୁଦିନ ପରି ସେଦିନ ମଧ୍ୟ ନିଜ ନିତ୍ୟକର୍ମ କରିବାକୁ ବାଥରୁମ୍ ଭିତରକୁ ଚାଲି ଯାଇଥିଲା। ଆଉ ବାଥରୁମ୍ରୁ ବାହାରି ମା ପାଖକୁ ନ ଯାଇ ଖାଇବାକୁ ନ ମାଗି ବେଡ୍ ଉପରେ ଶୋଇପଡ଼ିଥିଲା। ଏପଟେ ମାଉସୀ ଆଉ ମା ଏ ଦୁଇ ଜଣଙ୍କ ମନରେ ଡର ପଶି ଯାଇଥିଲା। କାଳେ ଶ୍ରେୟାଂଶୁ ଏମାନଙ୍କ ଶାରୀରିକ ସମ୍ପର୍କ କଥା କାହା ପାଖରେ କହିଦେବ। ସେଥିପାଇଁ ଶ୍ରେୟାଂଶୁ ବେଡ୍ରେ ଶୋଇଥିଲା ବେଳେ ମା ଆଉ ମାଉସୀ ମିଶି ପରିବା କଟା ଛୁରୀରେ ଶ୍ରେୟାଂଶୁର ବେକ କାଟି ଦେଇଥିଲେ। ଆଉ ଶ୍ରେୟାଂଶୁ ନିଜ ଜନ୍ମ କଲା ମା ସାମ୍ନାରେ ସେଇଠି ଛଟପଟ ହେଇ ମରିଯାଇଥିଲା। ତାପରେ ମାଉସୀ ସେଠୁ ଫେରାର ହେଇଗଲା। ଆଉ ମା କିଛି ନ ଜାଣିଲା ଭଳି ରୋଷେଇ ଘରେ ରୋଷେଇ କରିବାକୁ ଚାଲିଗଲା। ହେଲେ ବାପା ଘରକୁ ଫେରିଲା ପରେ ସବୁ କଥା ସାମ୍ନାକୁ ଆସିଗଲା। ଖାଲି ସେତିକି ନୁହେଁ, ଏଇ ମାଉସୀ କୁଆଡ଼େ ଗୋଟେ ସେକ୍ସ ପାଗଳ ଥିଲା। ଆଉ ସେ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଯେତିକି ଭଲ ପାଉଥିଲା, ଛୋଟ ଛୋଟ ଛୁଆମାନଙ୍କ ସହିତ ବି ସମ୍ପର୍କ ରଖିବାକୁ ସେତିକି ଭଲ ପାଉଥିଲା। ଛୋଟ ଛୋଟ ଛୁଆମାନଙ୍କୁ ଗେଲ କରିବା ଆଳରେ ତାଙ୍କ ଅଜାଗାରେ ହାତ ମାରି ମଜା ବି ନେଉଥିଲା। ଆଉ ଶ୍ରେୟାଂଶୁ ସହିତ ବି ସେ ଅନେକ ଥର ସେମିତି କରିଛି। କିନ୍ତୁ ଶ୍ରେୟାଂଶୁ ଏସବୁ କଥା ଜାଣିପାରେନି। ହେଲେ ଶ୍ରେୟାଂଶୁକୁ ଯେତେବେଳେ ସାହି ପଡ଼ିଶାର ସମସ୍ତେ ତାକୁ ଗେଲ କରନ୍ତି, ଭଲ ପାଆନ୍ତି, ଏଇ ମାଉସୀ କରିନା ଈର୍ଷାରେ ସହିପାରେନା। ଆଉ ସେଦିନ ଏମିତି ସୁଯୋଗ ଦେଖି ମା ସହିତ ମିଶି ଶେଷରେ ଶ୍ରେୟାଂଶୁକୁ ରାସ୍ତାରୁ ହଟେଇ ଦେଲା। ପୋଲିସ ଶ୍ରେୟାଂଶୁର ମାଆକୁ ବି ଗିରଫ କଲା। ଆଉ ଜେଲରେ ସେଇ କାଳ କୋଠରୀକୁ ପଠେଇ ଦେଲା। ଏ ଦୁନିଆ କ'ଣ ହେଲାଣି କେଜାଣି? ନିଜର ଟିକେ ଦେହ ସୁଖ ପାଇଁ, କିଛି କ୍ଷଣର ସୁଖ ପାଇଁ ମାଆମାନେ ନିଜ ଛୁଆମାନଙ୍କୁ ବି ରାସ୍ତାରୁ ହଟେଇବାକୁ ପଛଉନାହାନ୍ତି। ଆଉ ଏମିତି ଅନେକ ଘଟଣା ସାମ୍ନାକୁ ଆସୁଛି।
ଛୋଟ ଛୋଟ ନିରୀହ ଛୁଆମାନେ କିଛି ନ ଜାଣି ବି ଏଥିର ଶିକାର ହେଉଛନ୍ତି। କିଏ ସନ୍ଦେହ କରି ନିଜ ଛୁଆର ଜୀବନ ନେଇଯାଉଛି ତ ଆଉ କିଏ ଅଲଗା କିଛି ଭାବି ଜୀବନ ନେଇଯାଉଛି। ଆଉ ଏ ଶାରୀରିକ ସମ୍ପର୍କ ବିଷୟରେ କିଛି ବି ଜାଣିନଥିବା ବୁଝିନଥିବା ନିରୀହ ଶିଶୁମାନଙ୍କ ଜୀବନ ଅକାଳରେ ଚାଲିଯାଉଛି। ଆପଣଙ୍କୁ ଲାଗୁନି ଏଥିପାଇଁ ଏକ କଡ଼ା ଆଇନର ଆବଶ୍ୟକତା ଅଛି ଆଉ ଏମାନଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଦରକାର ବୋଲି? ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।